ବହୁତ ଦିନ ପୂର୍ବେ ଏକ ଶାନ୍ତ ଗାଁରେ ଅନ୍ୟ ଗଛ ଅପେକ୍ଷା ଭିନ୍ନ ଏକ ଗଛ ଥିଲା। ଏହାର ଗଣ୍ଡି ରୂପା ପରି ଝଲସୁଥିଲା ଏବଂ ଏହାର ପତ୍ରଗୁଡ଼ିକ ଚନ୍ଦ୍ରାଲୋକ ତଳେ ସୁନା ରଙ୍ଗରେ ଝଲସୁଥିଲା। ଗାଁ ଲୋକମାନେ ଏହାକୁ ଯାଦୁକରୀ ଗଛ ବୋଲି କହୁଥିଲେ, କାରଣ କୁହାଯାଏ ଯେ ଏହା ପବିତ୍ର ହୃଦୟ ସହିତ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କ ଇଚ୍ଛା ପୂରଣ କରେ। ଗୋଟିଏ ଦିନ ଅର୍ଜୁନ ନାମକ ଏକ ଗରିବ ବାଳକ ଗଛ ପାଖରେ ବୁଲୁଥିଲା। ତା'ର ହୃଦୟରେ ସ୍ୱପ୍ନ ଏବଂ ଆଖିରେ ଦୟା ବ୍ୟତୀତ ଆଉ କିଛି ନଥିଲା। ସେହି ଗଛର ଉଜ୍ଜ୍ୱଳ ଡାଳ ତଳେ ଠିଆ ହୋଇ ସେ କରି କହିଲା, ମୁଁ ମୋ ପରିବାର ପାଇଁ ଖାଦ୍ୟ ଚାହୁଁଛି। ସଙ୍ଗେ ସଙ୍ଗେ ଡାଳଗୁଡ଼ିକ ତଳକୁ ନଇଁଗଲା ଏବଂ ସମସ୍ତ ପ୍ରକାରର ପାଚିଲା ଫଳରେ ତା'ର ହାତକୁ ପୂର୍ଣ୍ଣ କଲା। ଅର୍ଜୁନ ଖୁସିରେ ଘରକୁ ଦୌଡ଼ି ପଳାଇଲେ। କଥା ଶୀଘ୍ର ବ୍ୟାପିଗଲା ଏବଂ ଅନେକ ଗଛ ପାଖକୁ ଆସିଲେ। କିନ୍ତୁ ଯେଉଁମାନେ ସ୍ୱାର୍ଥପର ଜିନିଷ, ସୁନା, ଶକ୍ତି କିମ୍ବା ପ୍ରତିଶୋଧ ପାଇଁ ଇଚ୍ଛା କରୁଥିଲେ ସେମାନେ କିଛି ପାଇଲେ ନାହିଁ। ଗଛର ଯାଦୁ କେବଳ ସେମାନଙ୍କ ପାଇଁ କାମ କଲା ଯାହାଙ୍କ ହୃଦୟରେ ଭଲ ଥିଲା। ବର୍ଷ ବର୍ଷ ବିତିଗଲା ଏବଂ ଯାଦୁକରୀ ଗଛ ଗାଁକୁ ପୋଷଣ କଲା। ଲୋକମାନେ ଲଢ଼ିବା ବନ୍ଦ କଲେ, ବାଣ୍ଟିବା ଶିଖିଲେ ଏବଂ ପରସ୍ପରର ଯତ୍ନ ନେଲେ। ଗଛ ସେମାନଙ୍କୁ କେବଳ ଫଳ ଦେଇନଥିଲା, ଏହା ସେମାନଙ୍କୁ ଦୟା ଶିଖାଇଥିଲା। ଆଜି ମଧ୍ୟ ଗାଁ ଲୋକମାନେ ବିଶ୍ୱାସ କରନ୍ତି ଯେ ଗଛଟି ଏବେ ବି ଠିଆ ହୋଇଛି ଏବଂ ଏହାର ଉଜ୍ଜ୍ୱଳ ପତ୍ର ତଳେ ପବିତ୍ର ହୃଦୟର ଲୋକଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଅପେକ୍ଷା କରିଛି।